ସୁବର୍ଣ୍ଣପୁର ସହରରୁ ଆସିଛି ଏକ ବଡ଼ ଖବର। ଦୀର୍ଘ 46 ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ପୁଣି ଥରେ ଖୋଲିଛି ବାବା ରୁଦ୍ରନାଥଙ୍କ ମନ୍ଦିର ରାସ୍ତା। ସହରର ଗଡ଼ ଭିତର ଅଞ୍ଚଳରେ ଥିବା ଏହି ପ୍ରାଚୀନ ମନ୍ଦିରଟି ଜମି ବିବାଦ କାରଣରୁ ଦୀର୍ଘ 4.5 ଦଶନ୍ଧି ଧରି ଅପୂଜା ହୋଇ ରହିଥିଲା। 44 ବର୍ଷ ହେଲା ରୁଦ୍ରନାଥ ଜନସାଧାରଣଙ୍କ ପାଇଁ ତାଙ୍କର ଦ୍ୱାର ଖୋଲା ନଥିଲା। ସେ ଗୋଟେ ଆବଦ୍ଧ ବାଉଣ୍ଡରୀ ଭିତରେ ବାଡ଼ ଭିତରେ ତାଙ୍କୁ ରଖା ହେଇଥିଲା ଏବଂ ଜନସାଧାରଣ ତାଙ୍କୁ ଦର୍ଶନ କରିପାରୁନଥିଲେ। ଏବଂ ଯେଉଁ ପରିବାର ଅକ୍ତିଆରରେ ସେଇଟା ଥିଲା, ଆମେ ତାଙ୍କୁ ପଦଟିଏ କହିଲୁ ଆମେ ଖାଲି ଆମ ତରଫରୁ। ଏବଂ ମୁଁ ତ ନିଜେ ପ୍ରସ୍ତୁତ ଥିଲି ତାଙ୍କ ଘରକୁ ଯାଇକରି ପହଞ୍ଚିକି ତାଙ୍କୁ ବୁଝିବା ପାଇଁ। ଆମେ 2-3 ଦିନ ତଳେ ତାଙ୍କୁ ଫୋନ୍ କରିଥିଲୁ ଏବଂ ଫୋନ୍ କରିବା ପରେ ସେ ନିଜେ ଆସିଲେ, ତାଙ୍କର ବାପ ପୁଅ 2 ଜଣ ଯାକ ଆସିଥିଲେ। ଆମେ ତାଙ୍କୁ ବହୁତ ବହୁତ କୃତଜ୍ଞତା ଜଣାଇବୁ, ଧନ୍ୟବାଦ ଜଣାଇବୁ ପ୍ରଶାସନ ତରଫରୁ, ଯେ 2 ଜଣ ଯାକ ଆସିକରି ଆଜି ସ୍ୱଇଚ୍ଛାରେ ସେମାନେ ପ୍ରଶାସନ ଆଗରେ ଆମ ଆଗରେ ପ୍ରକାଶ କଲେ ଯେ ସାର୍, ଆମେ ରୁଦ୍ରନାଥ ମନ୍ଦିରକୁ ଯେଉଁ ଆବଦ୍ଧ ହେଇକରି ରହିଛନ୍ତି ଦୀର୍ଘ 46 ବର୍ଷ ହେଲା, ଆମେ ତାକୁ ଖୋଲି ଦେବାକୁ ଚାହୁଁଛୁ। ଏବଂ ରୁଦ୍ରନାଥ ମନ୍ଦିର ଯେଉଁଟା ଜାଗାଟା ଆକ୍ଚୁଆଲି ତାଙ୍କର ଅଛି, ବର୍ତ୍ତମାନ ସେଇ ଜାଗାଟା ସେ କିଣି ସାରିଛନ୍ତି। କିନ୍ତୁ ଆମ ସେ ମନ୍ଦିର ପାଇଁ ଯେତିକି ଜାଗା ଦରକାର, ମନ୍ଦିରର ଚାରିଆଡ଼େ ଆମେ ଗୋଟେ 6 ଫୁଟର ଜାଗା ବି ସେ ଛାଡ଼ିଦେବେ। ଏବଂ ତା ସହିତ ଗୋପାଳଜୀ ମନ୍ଦିର ଯେଉଁଟା ଆମର ଅଛି, ଗୋଟେ ବିରାଟ ପ୍ରାଚୀର ଅଛି, ବହୁତ ବଡ଼ ପ୍ରାଚୀର। ସେ ପ୍ରାଚୀର ସାଇଡ୍ରୁ ଆମେ ତାକୁ ଖୋଲିବୁ ଏବଂ ସେଆଡ଼ୁ ସେ ମଧ୍ୟ ସେ ରାସ୍ତାଟାକୁ ଛାଡ଼ିଦେବେ। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜମି ମାଲିକଙ୍କ ସହ ଆଲୋଚନା ସଫଳ ହେବା ପରେ ଗତକାଲିଠାରୁ ମନ୍ଦିର ପରିସରରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ଆଗାମୀ ଦିନରେ ରୀତିନୀତି ଅନୁଯାୟୀ ମନ୍ଦିରର ପୁନଃ ପ୍ରତିଷ୍ଠା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲ୍ଲାରୁ ବୀରେନ୍ ବାଗଙ୍କ ରିପୋର୍ଟ, ଖବର ଓଡ଼ିଶା।